ମାଣବସା 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 ହେଲା ଶେଷ। ମାଙ୍କୁ ଆସିବା ପାଇଁ ଲାଗିଯିବ ପୁଣି ଗୋଟେ ବରଷ। ଛାତ ଉପରେ ଦେଖିଲି ମାଙ୍କ ପୂଜା ସାମଗ୍ରୀ ଧୁଆ ଧୁଇ ହୋଇ ଶୁଖା ଯାଇଥିଲା। ତଳକୁ ଆସି ବାପା ବୋଉଙ୍କ ପାଇଁ ମନୁ ହାତର କଡକ ନାଲି ଚାହା ବନା ଯାଇଥିଲା। ମାଣ ବସିବ ବୋଲି ମାଣ ଘର ଆମର ପୁରା ଖାଲି କରାଯାଇଥିଲା। ସେଥିପାଇଁ ଟିଭିଟା ଆମର ବାରି ପାଟ ଘରେ ରଖାଯାଇଥିଲା। ବୋଉ ଆମର ହଉଛନ୍ତି ଟିଭି ସିରିଏଲ ପ୍ରେମୀ। ଗୋଟେ ବେଳା ଖାଇବା ବନ୍ଦ ହେଇଯିବ ପଛେ ହେଲେ ଏପିସୋଡ ଜମା ମିସ୍ ହବନି। ସେଇ ଟିଭି ଆଗରେ ବୋଉଙ୍କୁ ନେଇ ଚା ଦେଇଥିଲି। ମୁଁ ଉଷୁମ ପାଣି ଟିକେ ବି ପତିଦେବଙ୍କ ପାଇଁ ଖାଇବା ବାଢିଥିଲି। ପଖାଳ ସାଙ୍ଗକୁ ବୋଟ ତରକାରୀ ଆଉ ବୋଟ ଭଜା ଦେଇ ତାଙ୍କରି କଡ଼ରେ ବସି ଆରିସା କାକରା ପୁରୀ ପିଠା ଥିଲି ମୁଁ ହିଁ ଖାଇ। ସବୁଯାକ ପିଠା ଖାଇସାରିଲା ପରେ ପତିଦେବଙ୍କର ମୁଠେ ଭାତ ତରକାରୀ ବଳି ଯାଇଥିଲା। ଖାଇଥିଲି ତାକୁ। ପଖାଳ ଖାଇ ଶୀତ ଲାଗିବାରୁ ଖରା ଖାଇବା ପାଇଁ ଛାତ ଉପରକୁ ଯାଇ ଦାନ୍ତରେ ଛଡେଇ ଖାଇଥିଲି ଗୋଟେ ଆଖୁ। ଭାଜିବା ପାଇଁ ମୂଳା କାଟିଲା ବେଳେ ମୂଳା ଶାଗକୁ ଦେଖି ମନେ ପଡିଲା ଆମ ସଜନା ଗଛ କଥା। ଯଦି ଏବେ ଗଛଟା ଥାନ୍ତା ସାଙ୍ଗେ ସାଙ୍ଗେ ଦୁଇ ପକଡା ତୋଳି ଆଣି ଭାଜି ଦେଇଥିଲେ ଖାଇବା ପାଇଁ କେଡେ ସୁନ୍ଦର ଲାଗିଥାନ୍ତା। ଏ କଥାକୁ ମନରେ ରଖି କରିଥିଲି ମୁଁ ଭଜା ଭଜି। ଖାଇବା ପାଇଁ ବୋଉଙ୍କୁ ଡାକିଲାରୁ ସେ କହିଲେ ଚାଲ ଛାତ ଉପରେ ଖାଇବା ଆଜି। ଛାତ ଉପରେ ହେଇଥିଲା ଆଜି ଶାଶୁ ବୋଉଙ୍କର ଖାଇବା। ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେଇଯିବା। ଜୟ ଜଗନ୍ନାଥ।